ଚିଫ୍ ଜଷ୍ଟିସ୍ ବା ପ୍ରଧାନ ବିଚାରପତି। ଭାରତରେ ଫାର୍ଷ୍ଟ ଚିଫ୍ ଜଷ୍ଟିସ୍ ହେଲେ ହରିଲାଲ ଜାକି ସୁନ୍ଦର କନ୍ୟା, ଯିଏକି 1950ରୁ 1951 ପର୍ଯ୍ୟନ୍ତ, ଓ ତାଙ୍କ ଭଣଜା 23 ନମ୍ବରରେ ମଧୁକର ହରିଲାଲ କନ୍ୟା 1991ରୁ 1992 ପର୍ଯ୍ୟନ୍ତ, ଏବଂ ଓଡ଼ିଶାର ରଙ୍ଗନାଥ ମିଶ୍ର 1990ରୁ 1991 ପର୍ଯ୍ୟନ୍ତ, ଓ ତାଙ୍କ ଭଣଜା ଦୀପକ ମିଶ୍ର 2017ରୁ 2018 ପର୍ଯ୍ୟନ୍ତ, ଏବଂ ମହାରାଷ୍ଟ୍ରର ୟଶବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ 1978ରୁ 1985 ପର୍ଯ୍ୟନ୍ତ, ଏବଂ ତାଙ୍କ ପୁଅ ଧନଞ୍ଜୟ ୟଶବନ୍ତ ଚନ୍ଦ୍ରଚୂଡ଼ 2022ରୁ 2024 ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ଏଣୁ ଏହା ହେଉଛି ଆମ ଭାରତର ଗୌରବ ବା ପ୍ରଥମ ଇତିହାସ। ଏବଂ ବର୍ତ୍ତମାନ 2026ରେ 53 ନମ୍ବର ଚିଫ୍ ଜଷ୍ଟିସ୍ ହେଲେ ସୂର୍ଯ୍ୟକାନ୍ତ।